ଢେଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମଜୀଉଙ୍କ ମନ୍ଦିରରେ ଆଜି ଫାଲ୍ଗୁନ ମାସର ପାପନାଶିନୀ ଏକାଦଶୀ ନୀତି ପାଳନ କରାଯାଇଛି। ପ୍ରାତଃ ସମୟରୁ ମଙ୍ଗଳ ଆଳତି, ମହାସ୍ନାନ, ବସ୍ତ୍ର, ତୁଳସୀ ହାର ଓ ଫୁଲହାର ବଲ୍ଲଭ ଭୋଗ ଲାଗି କରାଯାଇଥିଲା। ସକାଳ 10ଟା ସମୟରେ ଖେଚୋଡ଼ି ଭୋଗ, ମଧ୍ୟାହ୍ନରେ ଅନ୍ନ ଧୂପ, ସନ୍ଧ୍ୟାବେଳେ ଆରତୀ, ରାତ୍ର ଧୂପରେ ଏକାଦଶୀ ବେଢ଼ା ମହାଦୀପ ମନ୍ଦିର ଉପରକୁ ଉଠିବ ଓ ମନ୍ଦିର ପହଡ଼ ପଡ଼ିବ। ପୂଜକ ମଳୟକର, ପାଳିଆ ସେବକ ଶମ୍ଭୁନାଥ ମହାପାତ୍ର, ବ୍ରଜମୋହନ ମହାପାତ୍ର, କାହାଳିଆ ଟିକନ ବେହେରା ଓ ମନ୍ଦିରର ଜିମାଦାର ଶ୍ୟାମସୁନ୍ଦର ପାଣିଗ୍ରାହୀଙ୍କ ଉପସ୍ଥିତିରେ ଏହି ଆଜି ଫାଲ୍ଗୁନ ମାସର ପାପ ଏକାଦଶୀ ନୀତି ପାଳିତ ହୋଇଥିଲା। ଗତକାଲି ଫଗୁ ଲାଗି ହୋଇଥିଲା। ଆଜିଠାରୁ ମଦନ ମୋହନଙ୍କ ଚଞ୍ଚିରୀ ନଗର ପରିକ୍ରମା କରିବେ। ଢେଙ୍କାନାଳ ଶୁଭମ ପାଣିଙ୍କ ରିପୋର୍ଟ, RN ନ୍ୟୁଜ୍ 8। ଆଜି ପ୍ରଭୁଙ୍କର ପାପନାଶିନୀ ଏକାଦଶୀରେ ପ୍ରାତଃ ସମସ୍ତ ନୀତି ସମ୍ପାଦନ ହୋଇଯାଇଛି। ଗୋପାଳ ଧୂପ, ତାପରେ ସକାଳ ଧୂପ, ଦ୍ୱିପହର ଧୂପ, ତାପରେ ପହଡ଼, ସନ୍ଧ୍ୟାବେଳକୁ ପ୍ରଭୁଙ୍କର ଦୋଳ ଆଜି ବିଜେ ହେବେ ପ୍ରଭୁ। ଆମର ଥାକ ଥାଏ କୋଉ ଯାଏ ପ୍ରଭୁ ସବୁଦିନ ଯାଆନ୍ତି ଚାଚେରିରେ, ଚାଚେରି ବିଜେ ହେବେ ପ୍ରଭୁ। ଧୂପ ସରିଲା ପରେ ମହାଦୀପ ଆଜି ଏକାଦଶୀ ନୀତି ଥିବାରୁ ମହାଦୀପ ଉଠିସାରିଲା ପରେ ପ୍ରଭୁଙ୍କର ଆଜି ଯିବେ ଆମର କଦମ୍ବରେ। ଆଜି ପ୍ରଭୁ ଚାଚେରି ବିଜେ ହେଲେ, ଚାଚେରି ବିଜେରୁ ଆସିଛନ୍ତି ପ୍ରଭୁଙ୍କର ବଡ଼ସିଆ ଆଉ ଡଙ୍ଗର ଏସବୁ ଦେଖି ପହଡ଼।